ଆମ ଓଡ଼ିଶାର ମହାପର୍ବ ରଥଯାତ୍ରା କେବଳ ଗୋଟିଏ ଦିନର ପର୍ବ ନୁହେଁ ରେ ପିଲେ। ଏହା ପଛରେ ରହିଛି ମାସ ମାସ ଧରି ଚାଲିଥିବା ନିଷ୍ଠା, ପରିଶ୍ରମ, ପରମ୍ପରା ଓ ଭକ୍ତିର ଅଦ୍ଭୁତ ସମନ୍ୱୟ। ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭାରମ୍ଭ ହୁଏ। ମହାରଣା ସେବକ, କମାର, ରୂପକାର, ଦର୍ଜି ସମସ୍ତେ ଲାଗିପଡ଼ନ୍ତି ରଥ ନିର୍ମାଣରେ। ପ୍ରତ୍ୟେକ କାମ ଶାସ୍ତ୍ରବିଧି ଅନୁସାରେ ହୁଏ। ରଥ ପ୍ରସ୍ତୁତି ସହ ଶ୍ରୀମନ୍ଦିରରେ ମଧ୍ୟ ଚାଲିଥାଏ ବିଭିନ୍ନ ନୀତିକାନ୍ତି, ଯେମିତିକି ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା, ଅଣବସର ଏବଂ ନବଯୌବନ ଦର୍ଶନ। ଏହି ସମୟରେ ଭକ୍ତମାନଙ୍କ ମନରେ ଉତ୍ସାହ ଆଉ ଅପେକ୍ଷା ଦିନକୁ ଦିନ ବଢ଼ି ଚାଲେ। ପୁରୀ ସହର ନୂଆ ରୂପ ନେଇଥାଏ। ବଡ଼ଦାଣ୍ଡ ସଫା କରାଯାଏ। ସୁରକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଯାତାୟାତ ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥାମାନେ ମିଳିତ ଭାବରେ ବ୍ୟାପକ ପ୍ରସ୍ତୁତି କରିଥାନ୍ତି। କେବଳ ପୁରୀ ନୁହେଁ ରେ ପିଲେ, ସାରା ଓଡ଼ିଶାରେ ରଥଯାତ୍ରା ପାଇଁ ଚାଲିଥାଏ ସମାନ ଉତ୍ସାହ। ଗାଁ ଗାଁରେ ରଥ ତିଆରି ହୁଏ, ମନ୍ଦିର ସଜାଯାଏ, ଭଜନ ଆଉ ସଂକୀର୍ତ୍ତନର ଆସର ବସେ। ରଥଯାତ୍ରାର ପ୍ରସ୍ତୁତି ଆମକୁ ପରମ୍ପରା, ଶୃଙ୍ଖଳା, ଭାଇଚାରା, ସମର୍ପଣ ଏବଂ ସହଯୋଗର ବାର୍ତ୍ତା ଦିଏ। ଏହା ଯୋଗୁଁ ଏକ ମହାନ ସଂସ୍କୃତି ପିଢ଼ି ପରେ ପିଢ଼ି ଜୀବନ୍ତ ରହେ। ହଁ ରେ ପିଲେ, ବର୍ତ୍ତମାନ ସାରା ଓଡ଼ିଶା ରଥଯାତ୍ରାର ସ୍ପର୍ଶରେ ଭିଜି ଯାଇଛି। ଆମେ ବି ସେଥିରେ ମଜିଯିବା, ହଜିଯିବା। ଶୁଣିବା ଭକ୍ତି ଗୀତଟିଏ। ଗାଇଛନ୍ତି ସ୍ୱାଗତିକା ସ୍ୱାଇଁ, ରଚନା ଅଲେଖ ଚନ୍ଦ୍ର ସାମଲ। ଡୋରି ଲଗାଇ ଏତେ ଝୁରେ ମୋ ମନ
ପିଲେ ଆମ ଓଡ଼ିଶା ମାଟି ତାହାର ସମୃଦ୍ଧ ପରମ୍ପରା, କଳା, ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନା ପାଇଁ ସାରା ବିଶ୍ୱରେ ପରିଚିତ। ଏହି ସଂସ୍କୃତିର ହୃଦୟରେ ରହିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା। ଏହା ଏକ ମହାପର୍ବ ନୁହେଁ, ବରଂ ଓଡ଼ିଆ ଅସ୍ମିତା ଏବଂ ସାମୂହିକ ସଂସ୍କୃତିର ପରିଚୟ। ରଥଯାତ୍ରା ଆମକୁ ଶିଖାଏ ଭଗବାନଙ୍କ ନିକଟରେ ସମସ୍ତେ ସମାନ। ଜାତି, ଧର୍ମ, ବର୍ଣ୍ଣ କିମ୍ବା ଧନୀ ଗରିବର କୌଣସି ଭେଦଭାବ ନାହିଁ। ଆସ ଆଜି ଜାଣିବା କେବଳ ପୁରୀ କାହିଁକି, ସାରା ଓଡ଼ିଶାରେ ରଥଯାତ୍ରା କିପରି ପାଳିତ ହୁଏ ସେ ବିଷୟରେ। ଶୁଣିବା ଓଡ଼ିଶା ସଂସ୍କୃତିରେ ରଥଯାତ୍ରା, କହିଛନ୍ତି ପ୍ରତାପ କୁମାର ପତି। ପିଲାମାନେ, ଆମ ଓଡ଼ିଶାରେ 12 ମାସରେ 13 ପର୍ବ ପାଳିତ ହୁଏ। ସେହି ପର୍ବମାନଙ୍କ ମଧ୍ୟରେ ପବିତ୍ର ରଥଯାତ୍ରା ଅନ୍ୟତମ। ଏହି ପର୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନ ଭାବରେ ପାଳନ କରାଯାଏ। ମାତ୍ର ପୁରୀର ରଥଯାତ୍ରା ପୃଥିବୀ ପ୍ରସିଦ୍ଧ ଅଟେ। ପୁରୀର ପୁରୁଷୋତ୍ତମଙ୍କର ରହସ୍ୟ ବିଚିତ୍ରମୟ। କେଉଁଠି କାଠରେ ମୂର୍ତ୍ତି ତ କେଉଁଠି ପଥର, କେଉଁଠି ରଥରେ ଏକାତ, କେଉଁଠି ଚତୁର୍ଥା ମୂର୍ତ୍ତି। କେତେକ ଜାଗାରେ ପୁରୁଷମାନେ ରଥ ଟାଣିଲା ବେଳେ ଆଉ କେତେକ ଜାଗାରେ ମହିଳାମାନେ ରଥ ଟାଣନ୍ତି। କେଉଁଠି ରାଜା ଛେରା ପହଁରା କରନ୍ତି ତ ଆଉ କେଉଁଠି ମହିଳା, ପୁଣି ଆଉ କେତେକ ଜାଗାରେ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିମାନେ ମଧ୍ୟ ଛେରା ପହଁରା କରିଥାନ୍ତି। କେଉଁଠି ଗୁଣ୍ଡିଚା ଆଉ ବାହୁଡ଼ା ଦିନ ରଥଟଣା ଓ ଆଉ କେଉଁଠି ପରଦିନ ରଥଟଣା ମଧ୍ୟ ହୁଏ। ଏହି ସଂସ୍କୃତି ଓ ପରମ୍ପରା ସବୁଠୁ ଭିନ୍ନ। ପିଲାମାନେ, ପୁରୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଦେବୀ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ତେଣୁ ଏହି ଯାତ୍ରାକୁ ଶ୍ରୀ ଗୁଣ୍ଡିଚା ଯାତ୍ରା କହିଥାଉ। ସାଧାରଣରେ ଆମେ ଏହି ଯାତ୍ରାକୁ ଘୋଷଯାତ୍ରା, ଧୋନିଯାତ୍ରା, ଦଶାବତାର ଯାତ୍ରା, ପତିତପାବନ ଯାତ୍ରା, ଦକ୍ଷିଣାୟନ ଯାତ୍ରା ଭଳି ବହୁବିଧ ନାମରେ ଜାଣିଥାଉ। ବୈଦିକ ପରମ୍ପରାରେ ଶ୍ରୀମନ୍ଦିରରେ ରତ୍ନବେଦୀକୁ ଅନ୍ତର୍ବେଦୀ କୁହାଯାଏ ଏବଂ ଗୁଣ୍ଡିଚା ମନ୍ଦିରର ଜନ୍ମବେଦୀକୁ ମହାବେଦୀ କୁହାଯାଏ। ଅନ୍ତର୍ବେଦୀରୁ ବାହାରି ମହାବେଦୀ ପର୍ଯ୍ୟନ୍ତ କରାଯାଉଥିବା ଏହି ପବିତ୍ର ଯାତ୍ରାକୁ ହିଁ ରଥଯାତ୍ରା କୁହାଯାଏ। ବେଦ, ବେଦାନ୍ତ, ଶାସ୍ତ୍ରୀୟ ସିଦ୍ଧାନ୍ତର ନିୟମ ଅନୁସାରେ ଜଗନ୍ନାଥଙ୍କର ଏହି ମହାନ ରଥଯାତ୍ରାର ପ୍ରକୃତ ମୌଳିକ ନାମ ହେଉଛି ମହାବେଦୀ ମହୋତ୍ସବ ବା ବ୍ରହ୍ମ ଉତ୍ସବ ରଥଯାତ୍ରା। ଏହି ରଥଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହୁଏ। ପୁଣି ଦଶମୀ ତିଥିରେ ଫେରନ୍ତା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ବାହୁଡ଼ା ଯାତ୍ରା ବୋଲି କହିଥାଉ। ତିନି ଠାକୁରଙ୍କ ପାଇଁ ପ୍ରତିବର୍ଷ ନୂଆ କାଠରେ 3ଟି ଅଲଗା ଅଲଗା ରଥ ତିଆରି ହୁଏ। ଜଗନ୍ନାଥଙ୍କର ରଥ ସବୁଠାରୁ ବଡ଼ ଓ ସୁଭଦ୍ରାଙ୍କର ରଥଟି ସବୁଠାରୁ ସାନ। ଏହି ଯାତ୍ରାରେ ଦଇତାପତିମାନେ 3 ଦିଅଁଙ୍କୁ ଶ୍ରୀମନ୍ଦିରରୁ ପହଣ୍ଡି ବିଜେ କରାଇ ରଥ ଉପରେ ବିଜେ କରାନ୍ତି। ଏହାପରେ ଠାକୁରଙ୍କ ପରମ ସେବକ ଓଡ଼ିଶାର ଗଜପତି ମହାରାଜା ରଥ ଉପରେ ସୁନା ଖଡ଼ିକାରେ ଛେରା ପହଁରା କରିଥାନ୍ତି। ତାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରା ପହଁରା କାର୍ଯ୍ୟ ତୁଲେଇବାର ବିଧି ରହିଛି। ଭକ୍ତମାନେ ରଥ ଦଉଡ଼ିକୁ ଧରି ଶରଧା ବାଲିରେ ବଡ଼ ଦାଣ୍ଡରେ ରଥ ଟାଣନ୍ତି। ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନିଅନ୍ତି। ସେଠାରେ ଦିଅଁମାନେ ମାଉସୀ ମା ମନ୍ଦିରରେ 9 ଦିନ ଅବସ୍ଥାନ କଲା ପରେ ବଡ଼ ଦେଉଳକୁ ଫେରନ୍ତି। 3 ଦିଅଁ ଏକାଦଶୀ ତିଥିରେ ସୁନାବେଶରେ ସୁଶୋଭିତ ହୁଅନ୍ତି। ଜଗନ୍ନାଥ ଯେଉଁ ରଥରେ ବିଜେ କରନ୍ତି ସେହି ରଥର ନାମ ନନ୍ଦିଘୋଷ। ଏହାର ଉଚ୍ଚତା 23 ହାତ। ଶିଖରରେ ଚକ୍ର ଆଉ ଗରୁଡ଼। ଏହି ରଥର ରଙ୍ଗ କଳା ଓ ହଳଦିଆ। ସେଥିରେ 16 ଗୋଟି ଚକ ଲାଗିଥାଏ। ବଳଭଦ୍ର ରଥଙ୍କ ନାମ ତାଳଧ୍ୱଜ। ଏହାର ଉଚ୍ଚତା 22 ହାତ। ଉପରେ ତାଳଗଛର ଚିହ୍ନ। ରଙ୍ଗ ନୀଳ ଓ ନାଲିଆ। ଏଥିରେ 14 ଗୋଟି ଚକ ଥାଏ। ସୁଭଦ୍ରାଙ୍କ ରଥର ନାମ ଦର୍ପ ଦଳନ ବା ଦେବ ଦଳନ ବା କେହି କେହି ପଦ୍ମଧ୍ୱଜ ବୋଲି କହିଥାନ୍ତି। ଏହାର ଉଚ୍ଚତା 21 ହାତ। ଏହି ରଥକୁ ଆବରଣ କରିଥିବା କପଡ଼ାର ରଙ୍ଗ କଳା ଓ ନାଲିଆ। ସେଥିରେ 12 ଗୋଟି ଚକ ଲାଗିଥାଏ। ଏହି ରଥରେ ସ୍ୱୟଂ ସୁଦର୍ଶନ ବିଜେ କରନ୍ତି। ପିଲାମାନେ, ଆଜିକାଲି ଶ୍ରୀକ୍ଷେତ୍ର ପୁରୀ ଭଳି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରାରେ ରଥଯାତ୍ରା ମହା ଆନନ୍ଦରେ ପାଳିତ ହେଉଅଛି। ଉଦାହରଣ ସ୍ୱରୂପ ବାରିପଦା, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ସ୍ଥାନରେ ମହା ଆଡ଼ମ୍ବରରେ ଏବେ ପାଳନ ହେଉଛି। ଏହି ଯାତ୍ରାରେ ସବୁ ଧର୍ମ ଓ ସବୁ ଜାତିର ଲୋକେ ଯୋଗ ଦିଅନ୍ତି। ଏହାଦ୍ୱାରା ଜାତିଭେଦ, ଛୁଆଁଛୁଆଁ ଆଦି ଭାବ ମନରେ ରହେ ନାହିଁ। ମନରେ ଗର୍ବ, ଅହଙ୍କାର ଆଦି ଭାବନା ମଧ୍ୟ ଦୂରେଇ ଯାଏ। ଆମ ରାଜ୍ୟର ବିଭିନ୍ନ ଜାଗାରେ ଭିନ୍ନ ପରମ୍ପରାରେ କିଭଳି ରଥଯାତ୍ରା ପାଳିତ ହେଉଅଛି ତାର ଉଦାହରଣ ଦେଉଛି।
କୋରାପୁଟକୁ ଶାବର ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ଜଗନ୍ନାଥ ହେଉଛନ୍ତି ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ପୂଜିତ ନୀଳମାଧବ। ଶବରମାନଙ୍କ ବଂଶଧର ଦଇତା ଭାବେ ପରିଚିତ। ଜଗନ୍ନାଥଙ୍କର ନବକଳେବର ସମୟରେ ଶୁଦ୍ଧିକ୍ରିୟା ପାଳନ କରିଥାନ୍ତି। ରଥଯାତ୍ରା ସମୟରେ ଆଦିବାସୀ ପଲ୍ଲୀର ମୁଖିଆ ଛେରା ପହଁରା କରନ୍ତି। ଏଠାରେ ଗୋଟିଏ ରଥ ତିଆରି ହୁଏ। ପିଲାମାନେ ଏବେ ଜାଣିବା କଳାହାଣ୍ଡିର ରଥଯାତ୍ରା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ପିପିଲା ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଠାକୁରଙ୍କୁ କୁଣିଆ ହିସାବରେ ଆଣି ରଥରେ ବସାଇ ଘୋଷଯାତ୍ରା ପାଳନ କରନ୍ତି। ଠାକୁରଙ୍କୁ ଟୋକେଇରେ ବୁହାଇ ରଥ ଉପରକୁ ଅଣାଯାଇଥାଏ। 2 ଜଣ ଭାରୁଆ ଆଣନ୍ତି। ଏହି 2 ଭାରୁଆଙ୍କୁ ନରିଆ ବୋଲି କୁହାଯାଏ। ନୟାଗଡ଼ ରଥଯାତ୍ରା ଭିନ୍ନ ଧରଣର। ଏଠାରେ ରାଜ ପରିବାର ଓ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଳିତ ହୁଏ। ସମ୍ପୃକ୍ତ ତହସିଲଦାର ବା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଛେରା ପହଁରା ପରେ ରଥଟଣା କରନ୍ତି। ଢେଙ୍କାନାଳର ରଥଯାତ୍ରା ଖୁବ୍ ଆନନ୍ଦଦାୟକ। ପହଣ୍ଡି ସମୟରେ ବହୁ ସଂଖ୍ୟକ ମହିଳା ନୂଆ ପହଁରାମାନ ଧରି ରାସ୍ତା ସଫା କରିଥାନ୍ତି। କୁହାଯାଏ ମାନସିକ ପାଇଁ ମହିଳାମାନେ ଏହି ପରମ୍ପରାକୁ ଆପଣେଇ ନେଇଛନ୍ତି। ବାରିପଦା ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର। ରାଜ ଦରବାର ଅମଳରୁ ମନ୍ଦିର ସ୍ଥାପନାଠାରୁ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କର ରଥଯାତ୍ରା ଚାଲୁଅଛି। ପୁରୀରେ ନୂଆ କାଠରେ ରଥ ନିର୍ମାଣ ହେବା ବେଳେ ବାରିପଦାରେ ପୁରୁଣା କାଠରେ ରଥ ନିର୍ମାଣ ହୁଏ। ଆବଶ୍ୟକ ପଡ଼ିଲେ ରଥ ପାଇଁ ନୂଆ ଶାଳ କାଠ ବ୍ୟବହୃତ ହୁଏ। ରଥଯାତ୍ରା ପରେ କାଠଗୁଡ଼ିକୁ ହେମସାଗର ପୋଖରୀ ପାଣିରେ ବୁଡ଼ାଯାଇ ରଖାଯାଇଥାଏ। ଏଠାରେ 2 ଦିନ ଧରି ରଥ ଟଣା ହୁଏ। ପୁରୀରେ 3 ରଥ ଏକାବେଳେ ଟଣା ଯାଉଥିଲା ବେଳେ ବାରିପଦାରେ ଗୋଟିଏ ରଥ ଟଣା ହୋଇ ପହଞ୍ଚିବା ପରେ ଆଉ ଗୋଟିଏ ରଥର ଟଣା କାର୍ଯ୍ୟ ଆରମ୍ଭ ହୁଏ। 1975 ମସିହା ଆନ୍ତର୍ଜାତିକ ମହିଳା ବର୍ଷ ଠାରୁ ମା ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣୁଛନ୍ତି। ପିଲାମାନେ, କେନ୍ଦୁଝରର ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜ ସ୍ଥାପନ କରିଥିଲେ ବଳଦେବଜୀଉ ମନ୍ଦିର। ରାଜା ଜନାର୍ଦ୍ଦନ ଭଞ୍ଜଙ୍କ ସମୟରୁ କେନ୍ଦୁଝରରେ ରଥଯାତ୍ରା ପାଳିତ ହୋଇ ଆସୁଅଛି। ଗୋଟିଏ ରଥରେ 3 ଠାକୁରଙ୍କୁ ବିଜେ କରନ୍ତି। ଆଦିମ ଭୂୟାଁ ସମ୍ପ୍ରଦାୟର ଲୋକେ ରଥ ଟାଣନ୍ତି। ରଥ ଟାଣିବା ପାଇଁ ଶିଆଳି ଲତାରେ ରଥ ଦଉଡ଼ି ପ୍ରସ୍ତୁତ ହୁଏ। ଆସ ପିଲେ, ଝାରସୁଗୁଡ଼ାର ରଥଯାତ୍ରା କଥା ଜାଣିବା। ଏଠାକାର ରଥଯାତ୍ରାର ନାମ ରଥ ଦ୍ୱିତୀୟା। ରଥରେ ଛେରା ପହଁରା କରନ୍ତି ଗଉନ୍ତିଆ। ପ୍ରଥମେ ଗଉନ୍ତିଆ ହିଁ ରେମୋଡ଼ାଠାରେ ରଥଯାତ୍ରା ଆରମ୍ଭ କରିଥିଲେ। ଏହାର ଅଳ୍ପ ଦୂରରେ କୁରୁଜଙ୍ଗାଠାରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। ଏଠାକାର ବିଶେଷତ୍ୱ ହେଉଛି ସେ ରୂପାବେଶ ହୁଅନ୍ତି। ପୁରୀ ବଡ଼ଦାଣ୍ଡରେ ରଥଟଣା ନ ହେବା ପର୍ଯ୍ୟନ୍ତ ଏଠାକାର ରଥକୁ ଯେତେ ଟାଣିଲେ ମଧ୍ୟ ରଥ ଗଡ଼େ ନାହିଁ ବୋଲି କଥିତ ଅଛି। ସୋନପୁରର କୋଟସମଲାଇ ଅଞ୍ଚଳରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୁଏ। ରଥ ପରିକ୍ରମା ବେଳେ ନବଜାତ ଶିଶୁଙ୍କୁ ରଥ ଛୁଆଁଇବା ଏ ଅଞ୍ଚଳର ଲୋକ ପରମ୍ପରା ରହିଛି। ରଥ ଛୁଆଁ ନ ହେବା ପର୍ଯ୍ୟନ୍ତ ଶିଶୁର ପାଠପଢ଼ା ଆରମ୍ଭ ହୁଏ ନାହିଁ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମହାପ୍ରଭୁଙ୍କର ରଥଯାତ୍ରା ସମ୍ବନ୍ଧରେ ଜାଣିବା ପିଲାମାନେ। ଏଠାକାର ରଥର ନାମ ବ୍ରହ୍ମତାଳଧ୍ୱଜ ରଥ। ଏହା ଓଡ଼ିଶାର ସର୍ବବୃହତ ରଥ। ଏଠାରେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରନ୍ତି। ଏଠାରେ 2 ଦିନ ଧରି ରଥ ଟଣା ହୁଏ। ତୁଳସୀ କ୍ଷେତ୍ରାଧିପତି ଫଣୀଭୂଷଣ ଶ୍ରୀ ବଳଦେବ ସେନାପାଟ ବେଶରେ ବୀର ଦର୍ପରେ ମଣିଶୃଙ୍ଗ ମନ୍ଦିରରୁ ବାହାରି ସିଂହ ଦରଜା ଅତିକ୍ରମ କରି ପହଣ୍ଡି ବିଜେ ହୁଅନ୍ତି। ପୂଜାପଣ୍ଡାମାନେ ପ୍ରଭୁଙ୍କୁ ରଥାରୂଢ଼ କରାନ୍ତି। ଶ୍ରୀଜୀଉଙ୍କ ପୁରୋହିତ ଗୋସାଇଁ ବ୍ରାହ୍ମଣ ଛେରା ପହଁରା ପରିଚାଳନା କରନ୍ତି। ଜଣେ ସେବାୟତ ନାଲି ଲୁଗା କପଡ଼ା ଅଣ୍ଟାରେ ବାନ୍ଧି ମୁଣ୍ଡରେ ନାଲି ପଗଡ଼ି ବାନ୍ଧି ଡାହୁକ ସାଜେ। ତାଙ୍କ ଇଙ୍ଗିତରେ ରଥ ଟଣା ହୁଏ। କୌତୂହଳପୂର୍ଣ୍ଣ ଗୀତ ଗାନ ହୁଏ। ଏହାକୁ ଡାହୁକ ଗୀତ କହନ୍ତି। ଏହି ରଥର ନାମ ବ୍ରହ୍ମତାଳଧ୍ୱଜ ରଥ। ସାରଥୀର ନାମ ପ୍ରଦ୍ୟୁମ୍ନ। ଉଚ୍ଚତା 65 ଫୁଟ। ଦଉଡ଼ିର ନାମ ବାସୁକି। ରଥର ଆବରଣ 7 ଗୋଟି ରଙ୍ଗ। ବିଶେଷ କରି ଏ ବର୍ଷ ନୂଆ 1013 ଖଣ୍ଡ କାଠରେ ରଥ ନିର୍ମାଣ ହୋଇଛି। ଅର୍କକ୍ଷେତ୍ର ଯାଜପୁରରେ ମଧ୍ୟ ମହାସମାରୋହରେ ରଥଯାତ୍ରା ପାଳିତ ହୁଏ। ଏହି ଯାତ୍ରା 3 ଦିନ ଧରି ଅନୁଷ୍ଠିତ ହୁଏ। ମାଘ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଭୁଙ୍କୁ ଆଳତି ପରେ ରଥରେ ଛେରା ପହଁରା ନୀତି ହୁଏ। ରାଜଗୁରୁ ଛେରା ପହଁରା କରିଥାନ୍ତି। ମନ୍ଦିର ସାମ୍ନା ଦାଣ୍ଡରେ ପୂର୍ବ ଦିଗକୁ ରଥଯାତ୍ରା ହୁଏ। ଛତ୍ରୀ ତ୍ରାସ ଘଣ୍ଟୁଆଙ୍କ ଘଣ୍ଟାର ତାଳେ ତାଳେ ରଥ ଗୁଣ୍ଡିଚା ମନ୍ଦିରକୁ ଯାଏ। 21 ଜଣ ସେବକ 21ଟି ଦୀପ ଧରି ଆଳତି କରିଥାନ୍ତି। ଏହାକୁ କେହି କେହି ସ୍ନାନ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ବା ଶରତ ଗୁଣ୍ଡିଚା ବୋଲି କହିଥାନ୍ତି।
ଗଜପତି ହୁଅନ୍ତୁ, ଦଇତା ହୁଅନ୍ତୁ, ମହିଳା ହୁଅନ୍ତୁ କି ବିଭିନ୍ନ ଜାଗାରେ ରାଜପରିବାରର ହୁଅନ୍ତୁ, ସମସ୍ତେ ଏହି ରଥଯାତ୍ରା ପରମ୍ପରାକୁ ମସ୍ତକର ଚନ୍ଦନ କରି ପାଳନ କରିଆସୁଛନ୍ତି। ଉତ୍କଳୀୟ ପରମ୍ପରାରେ ଏହି ରଥଯାତ୍ରା ସମାଜରେ ସତ୍ୟ, ଧର୍ମ, ନ୍ୟାୟ, ପ୍ରେମ, ଐକ୍ୟ, ମୈତ୍ରୀ, ଶାନ୍ତି ଓ ସଂହତି ପ୍ରଭୃତିର ପ୍ରତିଷ୍ଠା ହେଉ। ବିଶେଷ କରି ଓଡ଼ିଆ ଜାତିର ଦେବତାଙ୍କର ଏହି ପର୍ବ ଆଜି କେବଳ ଉତ୍କଳ ଖଣ୍ଡରେ ସୀମିତ ନ ରହି ଦେଶ ବିଦେଶରେ ପାଳିତ ହେଉଅଛି। ପିଲାଏ, ଏଥର ଆସ ଶୁଣିବା ଆଉ ଗୋଟିଏ ଭକ୍ତି ଗୀତ। ପୁରାତନ ରଚନାରୁ ଏ ଗୀତଟିକୁ ଗାଇଛନ୍ତି ଜୟପ୍ରକାଶ ମହାନ୍ତି। জগন্নাথ মায়া সংসারে পড়ি, জগন্নাথ মায়া সংসারে পড়ি, ডাকিবাকু তোতে বেড়া নাহি মোতে, ডাকিবাকু তোতে বেড়া নাহি মোতে, চঞ্চଳରେ দিন যাଉଛି গড়ি, জগন্নাଥ মায়া সংসারে পড়ি, জগন্নাথ মায়া সংসারে পড়ি। ଅହଙ୍କାର ପରିଣାମନ କରୁଅଛି ମୋତେ ଉଚ୍ଛନ, ଅହଙ୍କାର ପରିଣାମନ କରୁଅଛି ମୋତେ ଉଚ୍ଛନ, ଆତ୍ମା ବହୁଡ଼ି କାମନାରେ ବୁଡ଼ି, ଆତ୍ମା ବହୁଡ଼ି କାମନାରେ ବୁଡ଼ି, ଲୋଭ ମୋହ ମୋତେ ରହିଛି ଜଡ଼ି, ଜଗନ୍ନାଥ ମାୟା ସଂସାରେ ପଡ଼ି, ଜଗନ୍ନାଥ ମାୟା ସଂସାରେ ପଡ଼ି। যেবে তোর করুণা থাই, বাইশি বাবছে দেবু গড়াই, যেবে তোর করুণা থাই, বাইশি বাবছে দেবু গড়াই, তো আড়কু চাহি প্রভু বলি কহি, তো আড়কু চাহি প্রভু বলি কহি, ভাবরে দেবী মু হাতকু যোড়ি, জগন্নাଥ মায়া সংসারে পড়ি, জগন্নাথ মায়া সংসারে পড়ি।
ତୋତେ ବେଳ ନାହିଁ ମୋତେ ଡାକିବାକୁ ତୋତେ ବେଳ ନାହିଁ ମୋତେ ଚଞ୍ଚଳରେ ଦିନ ଯାଉଛି ଗଡ଼ି ଜଗନ୍ନାଥ ହେ ମାୟା ସଂସାରେ ପଡ଼ି ମାୟା ସଂସାରେ ପଡ଼ି ମାୟା ସଂସାରେ ପଡ଼ି। ପିଲାଏ, ଧର୍ମ ହେଉଛି ମନର ଭାବନା ଆଉ ବିଶ୍ୱାସ, କିନ୍ତୁ ବିଜ୍ଞାନ ହେଲା ଆମ ଆଧୁନିକ ଯୁଗର ଦୈନନ୍ଦିନ ଜୀବନର କେନ୍ଦ୍ରବିନ୍ଦୁ। ଆଜିକାଲି ବିଜ୍ଞାନ ବିନା ଆମ ଜୀବନର କିଛି ସତ୍ତା ନାହିଁ ବୋଲି ମନେ ହୁଏ। ଶୋଇକରି ଉଠିବାଠାରୁ ନେଇ ରାତିରେ ପୁଣି ଥରେ ଶୋଇବା ଯାଏ ସବୁଠି ବିଜ୍ଞାନର ପସରା। ଆସ ଆଜି ବିଜ୍ଞାନ ବାର୍ତ୍ତାରେ ଜାଣିବା ପୃଥିବୀର ଜଳ ସଙ୍କଟ ସମୟରେ ବର୍ଷା ଜଳକୁ କିଭଳି ଆମେ ସଞ୍ଚୟ କରି ରଖିପାରିବା, ମାନେ ରେନ୍ ୱାଟର ହାର୍ଭେଷ୍ଟିଂ। ଆସ ଶୁଣିବା ବର୍ଷା ଜଳ ଅମଳ, କହିଛନ୍ତି ଅନୁସୂୟା ମିଶ୍ର। ପିଲାମାନେ, ବର୍ଷାର ଟୁପୁରୁ ଟୁପୁରୁ ଶବ୍ଦ ତୁମକୁ ନିଶ୍ଚୟ ଭଲ ଲାଗୁଥିବ। ବର୍ଷା ଦିନେ ଗରମ ଗରମ ପକୁଡ଼ି, ମୁଢ଼ି, ଚା ସହିତ କେତେ କ'ଣ ସୁଆଦିଆ ଖାଦ୍ୟ ଯୋଡ଼ି ହୋଇଯାଏ। କବି ଲେଖକମାନେ କଲମ ଧରି ବସି ପଡ଼ନ୍ତି। ବର୍ଷାକୁ ନେଇ କେତେ ଯେ ଗୀତ କବିତା ଲେଖାଯାଏ ତାର କଳନା ନାହିଁ। ତୁମେ କିନ୍ତୁ ବିଜ୍ଞାନ ଯୁଗର ପିଲା। ବର୍ଷା କିପରି ସୃଷ୍ଟି ହେଉଛି, ବର୍ଷା ପାଣି ଆମ ପାଇଁ କେତେ ଦରକାର, ଏ ବିଷୟରେ ତୁମର କିଛି ଧାରଣା ଥିବ। ତଥାପି ଆମକୁ ବର୍ତ୍ତମାନର ସମୟ ସହିତ ତାଳ ଦେଇ ଚଳିବାକୁ ହେବ। ତୁମେ ଜାଣିଥିବ, ଆମ ଦେଶରେ ଏବେ ସହରର ଆକାର ବଢ଼ିବାରେ ଲାଗିଛି। ବଡ଼ ବଡ଼ ନଭଶ୍ଚୁମ୍ବୀ ଅଟ୍ଟାଳିକା ତିଆରି ହେଉଛି। ସେଥିପାଇଁ ମାଟି ତଳର ମଧୁର ଜଳକୁ ବୋରିଂ ମାଧ୍ୟମରେ ଉପରକୁ ଆଣି କୋଠା ତିଆରିଠାରୁ ଆରମ୍ଭ କରି ସେଠାରେ ରହୁଥିବା ଲୋକମାନଙ୍କର ଦୈନନ୍ଦିନ ବ୍ୟବହାର ପାଇଁ ମଧ୍ୟ ସେହି ମାଟି ତଳର ପାଣିକୁ କାମରେ ଲଗାଯାଉଛି। କୃଷି କ୍ଷେତ୍ରରେ ଭୂତଳ ଜଳର ବହୁଳ ବ୍ୟବହାର ପଞ୍ଜାବ, ହରିୟାଣା, ଗୁଜରାଟ, ରାଜସ୍ଥାନ, ତାମିଲନାଡୁରେ ଦେଖିବାକୁ ମିଳେ। ମାତ୍ର ଦୁଃଖର କଥା ହେଲା, ସମଗ୍ର ପୃଥିବୀରେ ମଧୁର ଜଳର ପରିମାଣ ମାତ୍ର 2% ହେବା ବେଳେ ଲୁଣି ଜଳ ବା ସମୁଦ୍ର ଜଳର ପରିମାଣ 98% ରହିଥାଏ। ଖୁସିର କଥା ହେଲା, ସମୁଦ୍ର ପୃଷ୍ଠର ଜଳ ବାଷ୍ପ ହୋଇ ଜଳୀୟ ବାଷ୍ପରେ ପରିଣତ ହୁଏ। ପରେ ସେହି ଜଳୀୟ ବାଷ୍ପ ଘନୀଭୂତ ହୋଇ ବର୍ଷା ଜଳ ଏବଂ ବରଫରେ ପରିଣତ ହୁଏ। ତ କେଉଁଠି ବର୍ଷା ଜଳ ଝରଣା ଦେଇ ନଦୀ, ସମୁଦ୍ରକୁ ଚାଲିଯାଏ। ଏହି ଝରଣା ଏବଂ ନଦୀ ଜଳକୁ ଆନିକଟ ମାଧ୍ୟମରେ ଅଟକାଇ ଆମେ ଜଳ ବିଦ୍ୟୁତ୍ ପ୍ରସ୍ତୁତ କରୁ, ଜଳସେଚନ କରୁ। ମାତ୍ର ଅତ୍ୟଧିକ ଲୋକସଂଖ୍ୟା ବୃଦ୍ଧି ଯୋଗୁଁ ଗୃହ ନିର୍ମାଣ, କଳକାରଖାନା, ବିଶେଷ କରି ଲୁଗା କାରଖାନାରେ ପ୍ରଚୁର ପରିମାଣର ମଧୁର ଜଳ ଖର୍ଚ୍ଚ ହୋଇଯାଏ। ତେଣୁ ମଧୁର ଜଳକୁ ପୁଣି ଥରେ ମାଟି ତଳେ ସଞ୍ଚୟ କରି ରଖିବା ପ୍ରକ୍ରିୟା ଆମକୁ ଆପଣେଇବାକୁ ପଡ଼ିବ, ଯାହାକୁ ଆମେ ଏବେ ବର୍ଷା ଜଳ ଅମଳ ବା ରେନ୍ ୱାଟର ହାର୍ଭେଷ୍ଟିଂ ବୋଲି କହୁଛୁ। ମାଟି ତଳେ ଜଳକୁ ସଞ୍ଚୟ କରି ରଖିବା ପାଇଁ ଆମ ଦେଶର ତାମିଲନାଡୁରେ ପ୍ରଥମେ 2001 ମସିହାରୁ ଏକ ନିୟମ ପ୍ରଣୟନ କରାଯାଇଥିଲା। ଏହି ନିୟମ ଅନୁସାରେ ପ୍ରତି ଘରର ଛାତରୁ ନିର୍ଗତ ବର୍ଷା ଜଳ ସିଧାସଳଖ ନାଳ ନର୍ଦ୍ଦମାକୁ ନ ଯାଇ ଏକ ସ୍ୱତନ୍ତ୍ର ପାଇପ୍ ଯୋଗେ ମାଟି ତଳେ ଥିବା ଏକ ବଡ଼ କୁଣ୍ଡ ମଧ୍ୟକୁ ପଠାଯାଏ। କୁଣ୍ଡର ତଳଭାଗରୁ ପାଣି ଅନ୍ୟ ଏକ ମୋଟା ପାଇପ୍ ଦେଇ ଗଭୀର ମାଟିକୁ ଛଡ଼ାଯାଏ, ଯାହା ଫଳରେ ଲକ୍ଷ ଲକ୍ଷ ଲୋକଙ୍କର ଘରୁ ନିର୍ଗତ ହେଉଥିବା ବର୍ଷା ପାଣି ମାଟି ସ୍ତରକୁ ଭିଜାଇ ମାଟି ତଳେ ଥିବା ଜଳସ୍ତରକୁ ବଢ଼ାଇ ଦିଏ। ଫଳରେ ମାଟି ତଳର ସ୍ୱଚ୍ଛ ଏବଂ ମଧୁର ଜଳର ଭଣ୍ଡାର ଅକ୍ଷତ ରହେ। ଏହି ପ୍ରକ୍ରିୟା ଏବେ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ଆରମ୍ଭ ହୋଇଛି। ମହାରାଷ୍ଟ୍ର ଏବଂ ଗୁଜରାଟରେ ଅନେକ ପୋଖରୀ ଖୋଳାଯାଇ ବର୍ଷା ଜଳକୁ ସାଇଥିବା ସହିତ ମାଟି ତଳକୁ ଶୋଷି ହୋଇଯିବାରେ ସାହାଯ୍ୟ କରୁଛି। ଗୁଜରାଟର ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରରେ ଛୋଟ ଛୋଟ ହଜାର ହଜାର ସଂଖ୍ୟକ ଗାତ ଖୋଳି ଦିଆଯାଉଛି। ବର୍ଷା ହେବା ମାତ୍ରେ ଉକ୍ତ ଗାତ ଦେଇ ପାଣି ମାଟି ତଳକୁ ଚାଲିଯାଉଛି। ରାଜସ୍ଥାନରେ ମଧ୍ୟ ଠିକ୍ ସେହି ଅବସ୍ଥାରେ ପାଣିକୁ ସଞ୍ଚୟ କରାଯାଉଛି। ପିଲାମାନେ, ତୁମେ ସବୁ ଖବରକାଗଜ କିମ୍ବା ଟିଭିର ସମ୍ବାଦରୁ ଜାଣିଥିବ ଯେ ଆମ ରାଜଧାନୀ ଦିଲ୍ଲୀରେ ଖରାଦିନେ ଭୟଙ୍କର ଜଳ ସମସ୍ୟା ଦେଖାଦିଏ। ସେଠାକାର ବସ୍ତି ବାସିନ୍ଦାଙ୍କଠାରୁ ଆରମ୍ଭ କରି ଅନ୍ୟ ଲୋକମାନେ ନିଜର ଗାଧୁଆଘର ପାଣିକୁ ନ ଫୋପାଡ଼ି ପାଇଖାନାରେ ବ୍ୟବହାର କରନ୍ତି।
ଆହୁରି ଅନେକ ରୋଷେଇ ଘର ଏବଂ ଗାଧୁଆ ଘରର ପାଣିକୁ ବାଡ଼ି ବଗିଚାରେ ମଡ଼ାନ୍ତି। ତେଣୁ ଆମର ଚିନ୍ତା କରିବା କଥା, ଆମ ଦେଶରେ ମୌସୁମୀ ବାୟୁ ପ୍ରବାହ ଯୋଗୁଁ ମାତ୍ର 3ରୁ 4 ମାସ ଯାଏ ବର୍ଷା ହୁଏ। ତାହା ପୁଣି ଅନିୟମିତ ବୃଷ୍ଟିପାତ, କେଉଁଠି ବେଶୀ ତ କେଉଁଠି କମ୍। ମାତ୍ର ସମସ୍ତଙ୍କ ପାଇଁ ମଧୁର ପାଣି ନିହାତି ଦରକାର। ତେବେ ବର୍ଷା ପାଣିକୁ ଆମେ ଖୋଲା କୁଣ୍ଡରେ ସାଇତି ରଖିଲେ ସେଥିରେ ଚଢ଼େଇ ପଡ଼ି ମରିବାର ସମ୍ଭାବନା ଅଛି। ମାରାତ୍ମକ ଜୀବାଣୁ, ଭୂତାଣୁ, ପରଜୀବୀ ଯେମିତିକି ଜିଆ ଏବଂ ଜୋକମାନେ ମଧ୍ୟ ସେଥିରେ ବଢ଼ିପାରନ୍ତି। ତେଣୁ ଆମେ ଯଦି ଛାତରୁ ଗଡ଼ୁଥିବା ପାଣିକୁ ମୋଟା ପାଇପ୍ ଯୋଗେ ସଂଗ୍ରହ କରି ମାଟି ତଳେ କେତୋଟି ବଡ଼ ବଡ଼ ସିମେଣ୍ଟ ଟାଙ୍କିରେ ଛାଡ଼ିଦେବା, ତେବେ ଆମ ରାଜ୍ୟରେ ମଧ୍ୟ ମାଟି ତଳର ସ୍ୱଚ୍ଛ ମଧୁର ପାଣିର ପରିମାଣ କମିବ ନାହିଁ। କିନ୍ତୁ ମନେ ରଖିବାକୁ ହେବ ଯେ ଟାଙ୍କିର ତଳ ଭାଗକୁ ସିମେଣ୍ଟରେ ଢଳେଇ ନ କରି ଇଟାଗୁଣ୍ଡ ଏବଂ ରଗଡ଼ା ବାଲି ସ୍ତରରେ ପାଣିକୁ ଛାଡ଼ିବା। ତେବେ ପାଣି ସହଜରେ ତଳକୁ ଭେଦିଯିବ, ଯାହା ମରୁଡ଼ି ସମୟରେ ଚାଷୀଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହିତ ଆମର ଦୈନନ୍ଦିନ ଜୀବନର ଆବଶ୍ୟକତା ହେଉଥିବା ଜଳ ଖର୍ଚ୍ଚକୁ ମଧ୍ୟ ସମ୍ଭାଳି ପାରିବ। ଆଉ ଗୋଟିଏ ସହଜ ଉପାୟ ହେଲା ବୃକ୍ଷରୋପଣ। ତୁମେ ତ ସବୁ ଜାଣିଛ, ଗଛ ଆମକୁ କେବଳ ଫଳ, ଫୁଲ, ଖାଦ୍ୟ, ଅମ୍ଳଜାନ ଯୋଗାଏ ନାହିଁ, ବରଂ ଗଛ ଆମ ପାଇଁ ଜଳୀୟ ବାଷ୍ପ ମଧ୍ୟ ବାୟୁମଣ୍ଡଳକୁ ଛାଡ଼ିଥାଏ। କେବଳ ସେତିକି ନୁହେଁ, ଗଛର ଚେର ବାଟ ଦେଇ ବର୍ଷା ଜଳ ଗଭୀର ମାଟିକୁ ଚାଲିଯାଏ। ଫଳରେ ମୃତ୍ତିକା କ୍ଷୟ ହୁଏ ନାହିଁ, ବରଂ ମାଟିର ଉପର ଅଂଶ ଧୋଇ ହୋଇ ନ ଯାଇ ସ୍ଥିର ହୋଇଯାଏ ଏବଂ ପ୍ରଚୁର ପରିମାଣର ମଧୁର ଜଳ ମାଟି ତଳେ ଜମା ହୋଇ ରହେ। ଆମେ ଯଦି ନିଷ୍ଠାର ସହିତ ବୃକ୍ଷରୋପଣ କରିବା, ତେବେ ମଧୁର ଜଳର ଅଭାବ ଆଦୌ ରହିବ ନାହିଁ। ଏହା ବ୍ୟତୀତ ବହୁ ସଂଖ୍ୟକ ପୋଖରୀ ଖୋଳିବା ଏବଂ ସେଗୁଡ଼ିକୁ ଦଳମୁକ୍ତ କରି ରଖିବା। ତେବେ ଯାଇ ଆମେ ପୋଖରୀ ପାଣିକୁ ଚାଷ କାମରେ ଲଗାଇବା ସହିତ ସେଥିରେ ମାଛ ଚାଷ ମଧ୍ୟ କରିପାରିବା ଏବଂ ମାଟି ତଳର ଜଳସ୍ତରକୁ ମଧ୍ୟ ବଢ଼ାଇ ପାରିବା। ପିଲାମାନେ, ତୁମେ ସବୁ ଜାଣିଛ, ପୋଖରୀକୁ ପୃଥିବୀର ବୃକକ୍ ବା କିଡନୀ ବୋଲି କୁହାଯାଏ। କାରଣ ପୋଖରୀ ବାହାରର ଅଳିଆ ଆବର୍ଜନାକୁ ନିଜର ତଳ ଭାଗରେ ରଖି ପାଣିକୁ ମାଟି ତଳକୁ ଛାଣି ପଠାଇଦିଏ। ତେଣୁ ଆମେରିକା, ଲଣ୍ଡନ, କାନାଡ଼ା, ସୁଇଜରଲ୍ୟାଣ୍ଡ, ଜର୍ମାନ ଭଳି ଦେଶରେ ବଡ଼ ବଡ଼ ମନୁଷ୍ୟକୃତ ପୋଖରୀ ଖୋଳି ବର୍ଷା ଜଳକୁ ସାଇତି ରଖାଯାଉଛି। ସେଠାକାର ପୋଖରୀଗୁଡ଼ିକ ଆକାରରେ ଏତେ ବଡ଼ ହୋଇଥାଏ ଯେ ଲୋକମାନେ ତାକୁ ମନୁଷ୍ୟକୃତ ହ୍ରଦ ବୋଲି କୁହନ୍ତି। ଦଳମୁକ୍ତ ସଫା ପାଣିରେ ମାଛ ଛାଡ଼ନ୍ତି, ବୋଟିଂ କରନ୍ତି, ପିକନିକ୍ କରିବାକୁ ସେଠି ବଢ଼ିଥିବା ଗଛମୂଳେ ଏବଂ ହ୍ରଦ କୂଳରେ ଭିଡ଼ ଜମାନ୍ତି। ପିଲାମାନେ, ତୁମେ ସବୁ ଚିନ୍ତା କର, ଆମ ଦେଶରେ ମଧ୍ୟ ବହୁତ ଅନାବାଦୀ ବା ପରିତ୍ୟକ୍ତ ଜମି ପଡ଼ିଛି। ଆମ ଦେଶର ଯୁବକମାନଙ୍କର ସଂଖ୍ୟା ପୃଥିବୀର ଅନ୍ୟ ଦେଶଠାରୁ ଢେର ଅଧିକ, କେବଳ ଯାହା ସଚେତନତାର ଅଭାବ। ଆମେ ଯଦି ବର୍ଷା ଜଳକୁ ଅମଳ କରିବା କଥାକୁ ଚିନ୍ତା କରିବା, ତେବେ ଆମ ଦେଶରେ ବଡ଼ ବଡ଼ ମଧୁର ଜଳରେ ପୂର୍ଣ୍ଣ ପୋଖରୀ, ହ୍ରଦ ସହିତ ମାଟି ତଳେ ଥିବା ପ୍ରଚୁର ପରିମାଣ ମଧୁର ଜଳ ଭରପୁର ହୋଇ ରହିବ। ତେବେ ଆମେ ସମସ୍ତେ ମିଳିମିଶି ବର୍ଷା ଜଳକୁ ମାଟି ତଳକୁ ପଠାଇବାର ବ୍ୟବସ୍ଥା କରିବା ଏବଂ ନିଶ୍ଚିନ୍ତରେ ରହି ପୃଥିବୀର ସୁନ୍ଦର ପରିବେଶକୁ ଉପଭୋଗ କରିବା। ପିଲେ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।